ଠାକୁରଙ୍କର ଶ୍ରୀପାଦ ପଦ୍ମରେ ମୋର ଶତକୋଟି ପ୍ରଣାମ। ପରମାରାଧ୍ୟ ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ଚରଣର ଶତକୋଟି ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କ ଚରଣର ଶତକୋଟି ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଚରଣର ଶତକୋଟି ପ୍ରଣାମ ତଥା ଠାକୁର ପରିବାର ସଭିଙ୍କ ଶ୍ରୀ ରାତୁଳ ଚରଣରେ ଏହି ଶୁଭ ପରିପ୍ରେକ୍ଷୀରେ ଶୁଭ ହରିବାର ସତ୍ସଙ୍ଗରେ ମୋର ଭକ୍ତିପୂତ ବିନମ୍ରକୃତ ପ୍ରଣାମ ନିବେଦନ କରେ। বরেণ্য পুরোধা সম্মাননীয় ঋত্বিক দেবতা মণ্ডলী উপস্থিত মোর সম্মাননীয় শ্রী ঠাকুরঙ্কর পূত আশীর্বাদ পুষ্ট কর্মী দাদাগণ অধৈর্য দাদাগণ তথা সমস্ত গুরু ভাই এবং মা মানঙ্কু ଏହି ଶୁଭ ଦୋଳ ଉତ୍ସବ ସତ୍ସଙ୍ଗର ଆସରରେ ମୋର ଯଥାମାନ୍ୟ ଭକ୍ତିପୂତ ପ୍ରଣାମ ପ୍ରଳା ଏବଂ ଜୟଗୁରୁ ନିବେଦନ କରେ। ଆଜି ଏହି ବିଶେଷ ସତ୍ସଙ୍ଗ ଏହି ବଡ଼ଖୋଲେଇ ଗ୍ରାମର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ଆପଣମାନେ ଏହାର ଉଦ୍ଦେଶ୍ୟ ପ୍ରତି ପ୍ରତ୍ୟେକ ଅଳ୍ପ ବହୁତ ଅବଗତ ହୋଇଥିବେ। ତେବେ ତଥାପି କହି ରଖେ ଏଇ ଯେ ଆଜି ଶୁଭ ଦୋଳ ଉତ୍ସବ ଏବଂ ହୋଲିର ଏଇ ଯେ ସତ୍ସଙ୍ଗ ଏହି ପରିପ୍ରେକ୍ଷୀରେ ଏହି ବିଶେଷ ସତ୍ସଙ୍ଗର ଆୟୋଜନ ବହୁତ ସୁନ୍ଦର ଭାବରେ ଭଜନ କୋରସ କୀର୍ତ୍ତନ ପରେ ପରେ ମୋର ସମ୍ମାନନୀୟ ପୂଜ୍ୟସ୍ପଦ ଦାଦା ଏବଂ ଭାଇ ଯେ ଖୁବ୍ ସୁନ୍ଦର ଭାବରେ ଆଲୋଚନାର କ୍ଷୀୟ ଧରିଗଲେ ବାସ୍ତବିକ ସେଇଟା ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା। ତେବେ ସ୍ୱପନନ୍ତେ ଏଇ ଯେ ଆଜି ଠିଆ ହୋଇ ପରମ ଦୟାଲଙ୍କ ସାମୀପ୍ୟରେ ତାଙ୍କରି କଥା କିଛି କହିବାକୁ ଆପଣଙ୍କ ସାମ୍ନାରେ ଆସି ଦଣ୍ଡାୟମାନ ହେଇଛି, ମୁଁ ମୋ ନିଜକୁ ବି ଧନ୍ୟ ମନେ କରୁଛି। ତେବେ ଆଲୋଚନାର ମାନେଟା ହିଁ ହେଲା ସମଗ୍ର ବିଷୟବସ୍ତୁକୁ ସମ୍ୟକ ଭାବେ ଲୋଚନ କରା ବା ଦେଖା। এই যে ଗୋଟେ ପ୍ରସଙ୍ଗ, এই ପ୍ରସଙ୍ଗର ସାମଗ୍ରିକ ପ୍ରସଙ୍ଗକୁ ସମ୍ୟକ ଭାବରେ ବା କିଞ୍ଚିତ ଭାବରେ ଅବଲୋକନ କରିବା, ଆପଣଙ୍କ ପାଖରେ ସେଇଗୁଡ଼ାକୁ ଉପସ୍ଥାପନା କରିବା, ଏଇଟା ହିଁ ହେଉଛି ଆଲୋଚନାର ମୂଳ ତତ୍ତ୍ୱ। ତେବେ ସର୍ବପ୍ରଥମେ ଆପଣମାନଙ୍କ ସାମ୍ନାରେ କ୍ଷମା ପ୍ରାର୍ଥୀ ଯେ କ୍ଷୁଦ୍ର ମାନସ ଭିତରେ ସେହି ଯେ ବିଶେଷ ଗୁଣାବଳୀ ତୋଳି ଧରି ପାରିନି। ତେବେ ପରମ ଦୟାଲଙ୍କ ଶ୍ରୀପାଦ ପଦ୍ମରେ ସର୍ବପ୍ରଥମେ ପ୍ରାର୍ଥନା କରେ ଯେ ତାଙ୍କରି ହିଁ ଦୟା ହେଉ, ସେହି ତାଙ୍କରି ଦୟାକରି ମୋ ଭିତରେ ତାଙ୍କରି କଥା କିଛି କୁହାଇ ଦିଅନ୍ତୁ, ଯାହାକୁ ନେଇ ମୁଁ ଧନ୍ୟ ହେବି, ଆପଣମାନଙ୍କ ପାଖରେ ଧନ୍ୟ ମନେ କରିବି। এই যে ଦୋଳ ଉତ୍ସବର କଥା ଦାଦା କହୁଥିଲେ ହୋଲିକା ଦହନ, ତତ୍ ସହିତ ଭାଇ ଯେ କହୁଥିଲେ ଇଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ଶୁଭ ଆବିର୍ଭାବ ଦିବସ, ଯେଉଁଟାକୁ ନେଇ ଆମେମାନେ ଏହି ଦୋଳ ଉତ୍ସବ ଏବଂ ହୋଲିଟାକୁ ପରିପାଳନ କରୁ। ତେବେ এই যে କୀର୍ତ୍ତନ ଚାଲିଥିଲା ଉଦଣ୍ଡ କୀର୍ତ୍ତନ, ସେ କୀର୍ତ୍ତନର କଥା, କୀର୍ତ୍ତନର ତାଳେ ତାଳେ ଗୋଟିଏ କଥା ମନେ ପଡ଼ୁଥିଲା, ସେ ମହାପ୍ରଭୁଙ୍କର କଥା। ମହାପ୍ରଭୁ ବି ଯେତେବେଳେ ଆସିଥିଲେ ଏହି କୀର୍ତ୍ତନଟାକୁ ପ୍ରବର୍ତ୍ତନ କରି ଦେଇ ଯାଇଥିଲେ। ଆଉ ପରମ ପ୍ରେମମୟ ଶ୍ରୀ ଠାକୁର ସେ ଯେ ଏଇ ଯୁଗର ମାନେ ବିବର୍ତ୍ତିତ ଆବିର୍ଭାବ ପୁରୁଷୋତ୍ତମ, ସେ ବି ତାଙ୍କ ଭାବ ସମାଧି ଅବସ୍ଥାରେ এই কথাটা ହିଁ କହିଦେଲେ যে দেখ কীর্তনটা একটা শক্তি আছে। ঠাকুর কইলে যে দেখ কীর্তনটা একটা শক্তি আছে, সে জোর করে মনটাকে উচ্চে নিয়ে যায়। তাই মহাপ্রভুর কীর্তন প্রচার। ঠাকুর কହୁଛନ୍ତି দেখ কীর্তନରେ ଗୋଟେ ଶକ୍ତି ଅଛି, ସେ କ'ଣ କରେ ଯେ ମନଟାକୁ, ମଣିଷର ଯେ ମନଟା ଅଛି ସେ ମନଟାକୁ ଊର୍ଦ୍ଧ୍ୱକୁ ନେଇକି ଯାଏ। ତେଣୁ ମହାପ୍ରଭୁ ମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଥିଲେ ସେ କୀର୍ତ୍ତନଟାକୁ ପ୍ରଚାର କରି ଦେଇ ଯାଇଥିଲେ। ବାସ୍ତବ କଥା এই যে ଆଉ ଗୋଟେ କଥା ଆମେ ମାନେ ପଢ଼ିଛେ, ପୂର୍ବବର୍ତ୍ତୀଙ୍କୁ ଅଧିକାର କରି ହିଁ ପରବର୍ତ୍ତୀଙ୍କର ଆବିର୍ଭାବ। এই যে ପୂର୍ବବର୍ତ୍ତୀଙ୍କର କଥାଟା ପରବର୍ତ୍ତୀଙ୍କ ପାଖରେ ଆମେମାନେ ଯେ ଶୁଣିବାକୁ ପାଉ, ପରବର୍ତ୍ତୀଙ୍କ ପାଖରୁ ଆମେମାନେ ଯେ ଜାଣିବାକୁ ପାଉ,
এইটা ହିଁ ହେଉଛି ଆମମାନଙ୍କ ପାଖରେ ଅଭିନବର କଥା। ତେବେ ଆମେମାନେ ଗୋଟିଏ କଥା ଜାଣିଛେ ଯେ ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏଇ ଜଗତେ। ଯେତେବେଳେ ଯେତେବେଳେ ଧର୍ମର ଗ୍ଲାନିଟା ହେଇଛି ସେତେବେଳେ ସେତେବେଳେ ପରମ ପୁରୁଷ ଆମମାନଙ୍କ ପାଖରେ ଧରା ଦେଇଛନ୍ତି। ଏଇଟା ଆମେମାନେ ପ୍ରତ୍ୟେକେ ଜାଣିଛେ। ଆଉ ଏଇଠି ଆମେମାନେ ଏତେ ଯେ ସମାଗମ ହେଇଛେ ଏଇଟା ପ୍ରକୃତରେ ଆମମାନଙ୍କ ସୌଭାଗ୍ୟ ଏବଂ ଆମମାନଙ୍କର ପୂର୍ବଜନ୍ମର ସ୍ୱୀକୃତି। ଏଇ ଯେ ପରମ ପିତାଙ୍କ ସହିତ ଆମମାନଙ୍କର ସଂଯୋଗ କେବଳ ଏଇ ଗୋଟିଏ ଜନ୍ମର ନୁହଁ, এইটা ହେଉଛି ଜନ୍ମ ଜନ୍ମାନ୍ତରର ସମ୍ପର୍କ। এটা ବାସ୍ତବ କଥା। ଯୋଉ କଥା କି ଶ୍ରୀକୃଷ୍ଣ ତାଙ୍କର ସଖା ଅର୍ଜୁନକୁ କହିଥିଲେ ସେଇ ମହାଭାରତ ଯୁଦ୍ଧର ସମୟରେ, ଯେ ଯୋଉ କଥା ଯେ ସେ ଭଗବତର କଥା ପରମ ପୁରୁଷ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ହେ ଅର୍ଜୁନ, ତୁମର କେତେ ଯେ ଜନ୍ମ ବିତି ଯାଇଛି। ଶ୍ରୀକୃଷ୍ଣ କହୁଛନ୍ତି ଯେ ବହୁନି ମେ ବ୍ୟତୀତା ନେଇ ଜନ୍ମାନି ତପ ଅର୍ଜୁନ। ହେ ଅର୍ଜୁନ, ତୁମର ବହୁତ ଜନ୍ମ ବିତି ଯାଇଛି, ମୋର ବି ବହୁତ ଜନ୍ମ ବିତି ଯାଇଛି। କିନ୍ତୁ ତୁମ ଆଉ ମୋ ଭିତରେ ଫରକଟା କ'ଣ ଜାଣ? ତୁମ ଆଉ ମୋ ଭିତରେ ଫରକଟା ହେଉଛି ତୁମର ସେଇ ତୁମର ସେଇ ଜନ୍ମ ଜନ୍ମାନ୍ତରର କଥା ଗୁଡାକ ମନେ ନାହିଁ, କିନ୍ତୁ ମୋର ସେ ଜନ୍ମ ଜନ୍ମାନ୍ତରର କଥା ଗୁଡାକ ମନେ ଅଛି। ଆଉ ତୁମେ ସବୁବେଳେ ସବୁ ସମୟରେ ମୋ ସହିତ ଅଛ ଏବଂ ରହିବ। ସେ କଥା ହିଁ ପରମ ପ୍ରେମ ଶ୍ରୀ ଠାକୁର କହୁଥିଲେ ତାଙ୍କର ଭାବ ସମାଧିର ଅବସ୍ଥାରେ, ଯେ দেখ একবার যে আমাকে ভালোবাসে তাকে জন্ম জন্মান্তরে ভুলতে পারে না আমি। ঠাকুর কହୁଛନ୍ତି দেখ, ଯିଏ ମତେ ଥରେ ଭଲ ପାଇଛି ତାକୁ ମୁଁ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଭୁଲି ପାରିନି। ହେଉଛି ବାସ୍ତବ କଥା। ତେଣୁ ସେ ତ ପରମ ପ୍ରେମମୟ। ଆଉ ଏଇ ଯୁଗକୁ ଯୁଗ ଏହି ମତରେ ସେ ପରମାନନ୍ଦ ଆସି ଆମ ପାଖରେ ଧରା ଦେଇଛନ୍ତି। ଏଇ ଚୈତନ୍ୟ ମହାପ୍ରଭୁଙ୍କର ଏଇ ଜନ୍ମ ଦିବସରେ ସେଇ ତ ପ୍ରେରିତ ଗଣଙ୍କର କଥା ମୋର ମନେ ପଡୁଥିଲା, ଯୋଉଟାକି ଆପଣମାନଙ୍କ ସମ୍ମୁଖରେ ଉଚିତ ଭାବରେ ତୋଳି ଧରିବାର ପ୍ରୟାସ କରେ। ଯେତେବେଳେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏଇ କଥାଟା କହୁଛନ୍ତି ଯେ ଅର୍ଜୁନ, ତୁମର ମୋର ବହୁତ ଜନ୍ମ ବିତି ଯାଇଛି, ତୁମର ସେଗୁଡାକ ମନେ ନାହିଁ, ମୋର ସେଗୁଡାକ ମନେ ଅଛି। ତାପରେ ପରେ ଶ୍ରୀକୃଷ୍ଣ ଶ୍ଲୋକର ମାଧ୍ୟମରେ ସେ କଥାଟା ଅର୍ଜୁନଙ୍କୁ ଜଣେଇ ଦେଇଛନ୍ତି ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାନଂ ସୁଜନ୍ୟମ୍ ପରିତ୍ରାଣାୟ ସାଧୁନାଂ ବିନାଶାୟ च दुष्कृतम् ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ। ହେ ଅର୍ଜୁନ, ଯେ ହେ ଭରତ ବଂଶଜ, ଯେତେବେଳେ ଯେତେବେଳେ ଧର୍ମର ଗ୍ଲାନିଟା ହେଇଛି ସେତେବେଳେ ତଦାତ୍ମାନଂ ସୃଜାମ୍ୟମ୍, ସେତେବେଳେ ମୁଁ ମୋ ନିଜକୁ ସୃଜନ କରିଛି। ଶ୍ରୀକୃଷ୍ଣ କହୁଛନ୍ତି ସେତେବେଳେ ମୁଁ ମୋ ନିଜକୁ ସୃଜନ କରିଛି। ସୃଜନ କରିଛି ମାନେ ମୁଁ ମୋ ନିଜକୁ ସୃଷ୍ଟି କରିଛି। ମୁଁ ନିଜକୁ ପ୍ରକଟ କରିନି, ମୁଁ ମୋ ନିଜକୁ ସୃଷ୍ଟି କରିଛି। ମୁଁ ମୋ ନିଜକୁ ସୃଷ୍ଟି କରିଛି ମାନେ କେଉଁମାନେ, ମୁଁ ଯେ କେଉଁଠାରେ ଜନ୍ମ ନେବି, ମୋର ପିତାମାତା କିଏ ହେବେ, କେଉଁମାନେ ମୋର ସାଙ୍ଗ ସହଚର୍ଯ୍ୟ ହୋଇ ରହିବେ, ସେ ସବୁ ଗୁଡାକ ମୁଁ ହିଁ ନିର୍ଦ୍ଧାରିତ କରିଛି। ସେଟା ହିଁ ହେଉଛି ସୃଜନ କରିବା। ଶ୍ରୀକୃଷ୍ଣ ସେଇ କଥାଟା ହିଁ କହିଦେଇଗଲେ। ତାପରେ ବି ଧର୍ମର ଗ୍ଲାନି ହେଇଛି ବିଭିନ୍ନ ଅବତାର ଭିତର ଦେଇ ପରମ ପ୍ରେମମୟ ଆସି ଆମ ପାଖରେ ଧରା ଦେଇଛନ୍ତି। ପରେ ପରେ ଆସିଲେ ଶ୍ରୀ ଚୈତନ୍ୟ ମହାପ୍ରଭୁ। ଶ୍ରୀ ଚୈତନ୍ୟ ମହାପ୍ରଭୁ ବି ଏଇ କୀର୍ତ୍ତନର ପ୍ରଚାର ମାଧ୍ୟମରେ ଶେଷ ବେଳେ ଯେତେବେଳେ ସନ୍ନ୍ୟାସ ଗ୍ରହଣ କରୁଛନ୍ତି ସେତେବେଳେ ନିଜର ସଙ୍ଗ ସହଚର୍ଯ୍ୟ ସମସ୍ତଙ୍କୁ କହିଦେଇ ଯାଉଛନ୍ତି ମୁଁ ପୁଣି ଥରେ ଆସିବି। ସମସ୍ତେ ବିରହ ବେଦନାରେ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କୁ ଛାଡିବାକୁ ରାଜି ହେଉନାହାନ୍ତି, ସମସ୍ତେ କାନ୍ଦି ଲୁଟି ଯାଉଛନ୍ତି, ସେତେବେଳେ ଚୈତନ୍ୟ ମହାପ୍ରଭୁ ଆଶ୍ୱାସନା ଦେଉଛନ୍ତି ଯେ ମୁଁ ପୁଣି ଥରେ ଆସିବି। କେତେବେଳେ ଆସିବି, କିପରି ଆସିବି? ସେତେବେଳେ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ ଏହି ରୂପେ ଅଛି ଆର ଦୁଇ ଅବତାର। ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଏହିପରି ଭାବରେ ମୋର ଆହୁରି ଦୁଇଟି ଅବତାର ଅଛି। ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଏହି ରୂପେ আছে আর দুই অবতার, কীর্তনে আনন্দ রূপ হইব আমার, তাহা দেও তুমি সব এই মত রঙ্গে কীর্তন করিবা মহাসুখে সঙ্গে। চৈতন্য মহাপ্রভু କହୁଛନ୍ତି ଏହିପରି ଭାବରେ ମୋର ଆହୁରି ଦୁଇଟି ଅବତାର ଅଛି। ମୁଁ ପୁଣି ଥରେ ଏଇ ସଂକୀର୍ତ୍ତନର ରଙ୍ଗ ନେଇ ତୁମମାନଙ୍କ ପାଖରେ ଧରା ଦେବି। ଆଉ କେବଳ ଏଇ ଗୋଟିଏ ଜନ୍ମ ନୁହଁ, ତୁମେମାନେ ବି ସେତେବେଳେ ମୋ ସହିତ ଥିବ। ଏଇଟା ହିଁ ତ ସୃଜନର କଥା। ଯୋଉ କଥା କି ଶ୍ରୀକୃଷ୍ଣ କହିଦେଇ ଗଲେ ଯେ ମୁଁ ମୋ ନିଜକୁ ସୃଜନ କରେ, ମୁଁ ମୋ ନିଜକୁ ସୃଷ୍ଟି କରେ। ତେଣୁ ଆମମାନଙ୍କର ସମ୍ପର୍କ ପରମ ପ୍ରେମମୟଙ୍କ ସହିତ ଏଇ ଗୋଟିଏ ଜନ୍ମର ନୁହେଁ, ଏଇ ଯେ ଜନ୍ମ ଜନ୍ମାନ୍ତରର। ତାପରେ ପରେ ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ ଦେବସାନର ପରେ ପରେ ଯୋଉ ଦୁଇ ଅବତାର, ପ୍ରଥମ ଅବତାର ହେଲେ ରାମକୃଷ୍ଣ ପରମହଂସ। ସେ ବି ଗଲାବେଳେ କହିଦେଇ ଗଲେ ଯେ ବର୍ତ୍ତମାନ ମୁଁ ସବୁ କିଛି ତୁମକୁ ଦେଇ ଯାଉନାହିଁ, ମତେ ପୁଣି ଥରେ ଆସିବାକୁ ହେବ।
ତାପରେ ପରେ ସେଇ ଯୁଗର ବିବର୍ତ୍ତିତ ଆବିର୍ଭାବ ଦ୍ୱିତୀୟ ଅବତାର ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେ ଧରାବର୍ତ୍ତନ କଲେ। ଆଉ ସେଇ କଥାଟାକୁ ହିଁ ଆମମାନଙ୍କ ସାମ୍ନାରେ ଆମମାନଙ୍କ ପାଖରେ ଚିହ୍ନିତ କରିଦେଇ ଗଲେ ଯେ ମୁଁ ହିଁ ସେଇ ପରମ ପ୍ରେମମୟ ଶ୍ରୀ ଠାକୁର ତାଙ୍କର ଭାବବାଣୀ ସେଇ କଥାଟା ହିଁ କହୁଛନ୍ତି। ତାଙ୍କ ନିଜର ସ୍ୱରୂପଟାକୁ ବର୍ଣ୍ଣନା କରୁଛନ୍ତି, ତାଙ୍କ ନିଜର ସ୍ୱରୂପଟାକୁ ଆମ ସମସ୍ତଙ୍କ ସାମ୍ନାରେ ପ୍ରକଟ କରୁଛନ୍ତି ଯେ ଠାକୁର ତାଙ୍କର ଭାବବାଣୀ ଭିତରେ କହୁଛନ୍ତି এই যে ତାଙ୍କର ପୂର୍ବ ଜନ୍ମର କଥା। ଠାକୁର କହୁଛନ୍ତି যখন তোরা সেই ব্রজলীলায় নিত্যরাসে মাতিস তখন প্রতি ঘটে ঘটে আমি শ্রীকৃষ্ণ। ଠାକୁର କହୁଛନ୍ତି ଯେତେବେଳେ ତୁମେ ମାନେ ସେଇ ବ୍ରଜଲୀଳାର ନିତ୍ୟ ରସରେ ମାତିକି ଥିଲ ସେତେବେଳେ ମୁଁ ପ୍ରତି ଘଟେ ଘଟେ ଶ୍ରୀକୃଷ୍ଣ ହେଇଥିଲି। তারপরে কৌଛନ୍ତି যখন তোরা সেই ব্রজলীলায় নিত্য রসে মাতিস তখন প্রতি ঘটে ঘটে আমি শ্রীকৃষ্ণ। আবার যখন তোরা নদিয়ার পথে ঘাটে বাটে হরিবোল হরিবোল বলে প্রেমে উন্নাদ হয়ে নৃত্য করিস তখন প্রতি ঘটে ঘটে আমি শ্রী চৈতন্য। পরম প্রেমময় শ্রী ঠাকুর কହୁଛନ୍ତି ମୁଁ ସେ ଶ୍ରୀକୃଷ୍ଣ। ପୁଣି ଯେତେବେଳେ ତୁମେ ମାନେ ନଦିଆର ପଥେ ଘାଟରେ ବାଟରେ ହରିବୋଲ ହରିବୋଲ ବୋଲି ପ୍ରେମରେ ଉନ୍ନାଦ ହୋଇ ନୃତ୍ୟ କରୁଥିଲ ସେତେବେଳେ ମୁଁ ପ୍ରତି ଘଟେ ଘଟେ ଶ୍ରୀ ଚୈତନ୍ୟ ହୋଇଥିଲି। পুনি পরম প্রেমময় শ্রী ঠাকুর কହୁଛନ୍ତି আমি আবার প্রেমময় রূপে প্রেম দান করি। আমি নিত্য সাক্ষী স্বরূপ, আমি শ্রী চৈতন্য, আমি শ্রী রামকৃষ্ণ, আমি সব আমি সব আমি সব। পরম প্রেমময় ତାଙ୍କର ସେ ଯେ ଧରାବତରଣ କଥାଟାକୁ ଆମମାନଙ୍କ ଭିତରେ ପ୍ରସ୍ଫୁଟିତ କରିଦେଇ ଗଲେ ଯେ ମୁଁ ହିଁ ଶ୍ରୀକୃଷ୍ଣ, ମୁଁ ହିଁ ଶ୍ରୀ ଚୈତନ୍ୟ, ମୁଁ ହିଁ ପ୍ରେମମୟ ରୂପେ ତୁମମାନଙ୍କ ଭିତରେ ପ୍ରେମ ଦାନ କରେ। ମୁଁ ହିଁ ସେ ନିତ୍ୟ ସାକ୍ଷୀ ସ୍ୱରୂପ, ମୁଁ ହିଁ ଶ୍ରୀ ଚୈତନ୍ୟ, ମୁଁ ହିଁ ରାମକୃଷ୍ଣ, ମୁଁ ହିଁ ସବୁ ମୁଁ ହିଁ ସବୁ ମୁଁ ହିଁ ସବୁ। ଟିକେ ମାତ୍ର ସନ୍ଦେହ ନାହିଁ ଆମେମାନେ ପରମ ସୌଭାଗ୍ୟବାନ, ଆମେମାନେ ପରମ ସୌଭାଗ୍ୟବାନ ତାଙ୍କୁ ଆମ ଜୀବନରେ ଜୀବନ ଆଦର୍ଶ ରୂପରେ ପାଇଛେ, ଜୀବନରେ ଗୁରୁ ରୂପରେ ଗ୍ରହଣ କରିଛେ। ଆଉ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଯେ ଆସିଲେ ତାଙ୍କର ଅବତାରଟା ପୂର୍ଣ୍ଣ ଅବତାରଟା ହିଁ ହେଉଛି ପ୍ରେମର ଅବତାର। ଠାକୁର ସେଇ କଥାଟା ବି କହିଲେ যে আমার স্থূল স্বরূপটাই প্রেম। ঠাকুর কହୁଛନ୍ତି ମୋର ସ୍ଥୂଳ ସ୍ୱରୂପଟା ହିଁ ହେଉଛି ପ୍ରେମ। ସେ ପ୍ରେମମୟ ରୂପେ ଆସି ଆମ ପାଖରେ ଧରା ପଡ଼ିଲେ ଆଉ ଜଗତରେ ଏ ପ୍ରେମଟାକୁ ବିତରଣ କରି ଦେଇଗଲେ। এটা ବାସ୍ତବ କଥା। ତେବେ ସମୟ ସୀମିତ ଆଲୋଚନାର ଧାର ଧରିଲେ ତ ବହୁତ ହୋଇଯିବ। ତେବେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କୁ ଆମେ ତ ଜୀବନରେ ଗ୍ରହଣ କରିଲେ, ତାଙ୍କୁ ପୂର୍ଣ୍ଣ ଅବତାର ରୂପେ ଜାଣିଛେ, ତେଣୁ ତ ତାଙ୍କ ସାମୀପ୍ୟରେ ଆସି ଏଇଠି ଉପସ୍ଥିତ ହେଇଛେ। ତେବେ ଆଉ ଗୋଟିଏ କଥା ଆମେ ମାନେ ଜାଣିଲେ ଯେ ତାଙ୍କର ଏବଂ ଆମମାନଙ୍କର ସମ୍ପର୍କ ଯୁଗ ଯୁଗର ସମ୍ପର୍କ। ତେବେ এই যে ଯୁଗ ଯୁଗର ସମ୍ପର୍କ ଭିତରେ ବି ମଣିଷ ତାଙ୍କୁ ଚିହ୍ନିବାରେ ଅସୁବିଧା ହୁଏ, ମଣିଷ ତାଙ୍କୁ ସହଜରେ ଚିହ୍ନି ପାରେ ନା। ତା ଭିତରେ ଗୋଟେ ଫାଙ୍କ ରହେ। ସେ ଫାଙ୍କଟା ଆସେ କୋଉଥିପାଇଁ ସେ କଥା ବି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ତାଙ୍କର ବାଣୀ ଭିତରେ କହିଦେଇ গলে যে অসীম যখন সসীম হয় সীমায় করে বাস সসীমতে দেখলে অসীম তবেই ঘটে ফাঁস। তারপরে পরে ঠাকুর কହୁଛନ୍ତି অসীম যখন সহজ জ্ঞানে সীমালয় স্থান বৃত্তিভେଦୀ টান হলে তবে ଦେଖିବି ভগবান। ଠାକୁର କହୁଛନ୍ତି ଭଗବାନଙ୍କୁ ଦେଖିବୁ କେତେବେଳେ? ଆମେ ତ ଜାଣିଛେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ହେଉଛନ୍ତି ଏ ଯୁଗର ବିବର୍ତ୍ତିତ ଆବିର୍ଭାବ, ସେ ହେଉଛନ୍ତି ଏ ଯୁଗର ପୁରୁଷୋତ୍ତମ। କିନ୍ତୁ ଆମେ ତାଙ୍କୁ ସେ ପୁରୁଷୋତ୍ତମ ରୂପେ ଗ୍ରହଣ କରିଛେ କେତିକି, ମାନିଛେ କେତିକି? ଯଦି ମାନିବାଟା ନାହିଁ ତାହେଲେ ଆମର କୌଣସି ନା କୌଣସି ଭିତରେ ଫାଙ୍କ ରହିଛି, ଆମେ ତାଙ୍କୁ ଭଲ ପାଇପାରିନେ। ଆମେ ଜାଣି ସୁଦ୍ଧା ଯଦି ତାଙ୍କୁ ଭଲ ପାଇପାରିନେ ତାହେଲେ ସେ ଫାଙ୍କଟା କୋଉଠି ରହିଛି ସେଇଟା କଥା ହିଁ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଯେତେବେଳେ ଯେ ସେ ଅନନ୍ତ ଅସୀମ, ଯେ ସମଗ୍ର ସୃଷ୍ଟିର ସୃଷ୍ଟିକର୍ତ୍ତା, ଯେ କି ସୃଷ୍ଟିର ଚତୁର୍ଦିଗରେ ପରିବ୍ୟାପ୍ତ ହୋଇଅଛନ୍ତି, ସେଇ ଅସୀମ ଯାହାଙ୍କର କି ସୀମା ନାହିଁ, ସେ ଅସୀମ ଯେତେବେଳେ ସସୀମ ହୋଇ ଗୋଟେ ନର ରୂପରେ ଆସି ଆମ ପାଖରେ ଅବତୀର୍ଣ୍ଣ ହୁଅନ୍ତି ସେତେବେଳେ ଆମେ ତାଙ୍କୁ ଭେଟି ତାଙ୍କୁ ଚିହ୍ନିବାକୁ ହେଲେ ଗୋଟିଏ ହିଁ କଥା ଆମମାନଙ୍କ ଭିତରେ ଜାଗ୍ରତ ହେବା ଦରକାର, ସେ ହେଉଛି ବୃତ୍ତିଭେଦୀ ଟାନ। ମଣିଷ ଭିତରେ ଯେଉଁ ବୃତ୍ତି ପ୍ରବୃତ୍ତି ରହିଛି ସେ ବୃତ୍ତି ପ୍ରବୃତ୍ତିକୁ ଅତିକ୍ରମ କରି ମଣିଷ ଯେତେବେଳେ ତାଙ୍କରି ପଥରେ ଛୁଟି ଚାଲେ ସେତେବେଳେ ହିଁ ତାଙ୍କୁ ଉପଲବ୍ଧି କରିପାରେ। ସେ ହେଉଛନ୍ତି ପରମ ପ୍ରେମମୟ। ପ୍ରେମରେ ଯଦି ତାଙ୍କୁ ବୁଝିବାକୁ ହୁଏ ତାହେଲେ ଆମକୁ ତାଙ୍କୁ ଭଲ ପାଇବାକୁ ହୁଏ। ଠାକୁର ତ ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତନୀ ସଦାଚାରର କଥା କହିଛନ୍ତି, ଆମେମାନେ ପରିପାଳନ କରୁ କେତିକି? ଆମମାନଙ୍କ ଭିତରେ ଫାଙ୍କ ଅଛି, ଆମେ ସେଇଟା ପରିପାଳନ କରୁନା। ଫାଙ୍କ ଅଛି ଠିକ୍ ସମୟରେ ପରିପାଳନ କରୁନା, ତାର ମାନେ ଆମମାନଙ୍କ ଭିତରେ ଫାଙ୍କ ଅଛି। ଠାକୁର କହିଲେ ଯଥା ସମୟ ଇଷ୍ଟ ନିର୍ଦ୍ଦେଶ ମୃତ୍ୟ କରାଯାଇଥିବ, ଯେତେବେଳେ ଯେଉଁ ଇଷ୍ଟ ନିର୍ଦ୍ଦେଶଟା ଆସି ଆମେ ଯଦି ସେଟାକୁ ପରିପାଳନ କରୁନା ତାହେଲେ ଆମମାନଙ୍କ ଭିତରେ ଫାଙ୍କ ଅଛି। ସେ ଫାଙ୍କଟା ହିଁ ହେଉଛି ଭଲ ପାଇବାର ଅଭାବ। କାରଣ
ମଣିଷ ସବୁବେଳେ ଚାହିଁଛି ଯେ ନିଜର ଜୀବନରେ ନିଜକୁ ହିଁ ପ୍ରତିଷ୍ଠା କରିବା, ନିଜର କାର୍ଯ୍ୟକୁ ହିଁ ଗୁରୁତ୍ୱ ଦେବା। ତେବେ ଗୋଟେ ଛୋଟିଆ ଉଦାହରଣ କହି ମୋର ବକ୍ତବ୍ୟ ଶେଷ ପର୍ଯ୍ୟାୟକୁ ନେବି। এই যে ଭଲ ପାଇବାର କଥାଟା କିପରି ଆମେ ଯେ ତାଙ୍କୁ ଗ୍ରହଣ କରିଛେ, ତାଙ୍କୁ କିପରି ଭାବରେ ଭଲ ପାଇବା, ଗୋଟେ ଛୋଟିଆ ଉଦାହରଣ ଦେଇ ମୁଁ ଆପଣଙ୍କ ପାଖରେ ସମ୍ମୁଖରେ ତୋଳି ଧରିବି ତାଙ୍କରି ଦିବ୍ୟ ଜୀବନର କଥା। ଶ୍ରୀ ଠାକୁର ସେତେବେଳେ ଦେଓଘର ଆଶ୍ରମରେ ସମୀଚୀନ ଶ୍ରୀ ଠାକୁର ଭକ୍ତଜନ ପରିବେଷ୍ଟିତ ହୋଇ ବସିଛନ୍ତି। ଠାକୁରଙ୍କ ପାଖରେ ବହୁତ ସେବକ ସେବିକା ଥାଆନ୍ତି। ତାଙ୍କରି ସେବା ସାହଚର୍ଯ୍ୟ କରିବା ପାଇଁ ସେଇ ତନ୍ମଧ୍ୟରୁ ଜଣେ ହେଉଛନ୍ତି କାଳୀଷଷ୍ଠୀ ମା। କାଳୀଷଷ୍ଠୀ ମା ଶ୍ରୀ ଠାକୁରଙ୍କର ପ୍ରତିନିୟତ ସେବିକା। ତ କାଳୀଷଷ୍ଠୀ ମା ଗତ 7 ଦିନ ଧରି ଶ୍ରୀ ଠାକୁରଙ୍କ ସାମୀପ୍ୟକୁ ଆସିନାହାନ୍ତି। ଠାକୁର ଖୋଜୁଛନ୍ତି ଯେ କାଳୀଷଷ୍ଠୀ ଗଲା କୁଆଡ଼େ। ତ ଏହିପରି ଭାବରେ କାଳୀଷଷ୍ଠୀ ମାଙ୍କୁ ଯେତେବେଳେ ଖୋଜା ଯାଇଛି, କାଳୀଷଷ୍ଠୀ ମାଙ୍କ ପାଖରେ କଥାଟା ପଡ଼ିଛି ଯେ ଠାକୁର ଖୋଜୁଛନ୍ତି, ସେତେବେଳେ 7 ଦିନ ପରେ ଆସି କାଳୀଷଷ୍ଠୀ ମା ଠାକୁରଙ୍କ ପାଖରେ ପ୍ରଣାମ କରୁଛନ୍ତି। সেତେବେଳେ ঠাকুর কালীষষ্ঠী মাকে দেখি কହୁଛନ୍ତି, কিরে তুই তো শালা থামনেতে বিভোর, তোর যেন মাথায় থাপে পড়ে না, আমি তো তোকে ডেকে ডেকে হয়রান করি, কি আসার কোনো সময় আছে? ঠাকুর কালীষষ্ঠী মাকে কହୁଛନ୍ତି, কিরে ମୁଁ ଯେ ତତେ ଡାକି ଡାକି ହଇରାଣ 7 ଦିନ ଧରି ତତେ ଡାକୁଛି, ତୋର ମଥାରେ କ'ଣ ଏତିକି ନାହିଁ ଯେ ତୁ ଆସିପାରୁନୁ? ସେତେବେଳେ কালীষষ্ঠী মা ঠাকুরଙ୍କୁ কହୁଛନ୍ତି, আসবি কি করে ঠাকুর, একটা গরু কিনেছি রোহিণী হাটের থেকে 6,000 টাকা দাম দিয়ে। কালীষষ্ঠী মা কହୁଛନ୍ତି ଠାକୁରଙ୍କୁ ଯେ ଠାକୁର ଆସିବେ କିପରି, ଗୋଟେ ଗାଈ କିଣିଛି ରୋହିଣୀ ହାଟରୁ 6,000 ଟଙ୍କା ଦେଇକି କିଣିଛି। ଆଉ ବୁଝିଲେ ଠାକୁର, ଯିଏ ସେ ଗାଈଟା ମତେ ବିକ୍ରି କଲା, ସେ ଗୋୟାଳଟା କହିଲା ଯେ ଏଇ ଗାଈଟା এইবেলা 6 ସେର କ୍ଷୀର ଦେବ, ସେଇବେଳା 6 ସେର କ୍ଷୀର ଦେବ। ତାର ପଛରେ ଲାଗିଛି ଠାକୁର। ଠାକୁର କହୁଛନ୍ତି, ଆଶା କ୍ଷୀର ପାଇଛୁ? ସେତେବେଳେ କାଳୀଷଷ୍ଠୀ ମା କହୁଛନ୍ତି, ପାଇଲି କୋଉଠି ଠାକୁର? କ୍ଷୀର ପାଇବା ତ ଦୂରର କଥା, ସେ ଗାଈର ଦେହରେ ମୁଁ ହାତ ବି ବୁଲେଇ ପାରୁନି। ସେତେବେଳେ ଠାକୁର କହୁଛନ୍ତି, କ'ଣ ପାଇଁ? ସେତେବେଳେ କାଳୀଷଷ୍ଠୀ ମା କହୁଛନ୍ତି, ଠାକୁର ସେ ଗାଈଟା ଏତେ ଅମାନିଆ, ଯଦି ମୁଁ କ୍ଷୀର ପାଇଁ ତାର ଆଗ ପଟେ ଯିବି ତାହେଲେ ସେ ସିଂହ ଦେଇକିରି ମତେ ମାରିବାକୁ ଆସେ। ଯଦି ସେ ଗାଈଟାର ପଛ ପଟେ ଯିବି ତାହେଲେ ସେ ତାର ଗୋଡ଼ ଆଉ ଲାଞ୍ଜ ଦେଇକି ମତେ ମାରିବାକୁ ଆସେ। ତାର ଦେହରେ ତ ମୁଁ ଟୋଟାଲି ହାତ ହିଁ ଦେଇପାରୁନି। ଠାକୁର ଆପଣ କ୍ଷୀର ପାଇବାର କଥା କହୁଛନ୍ତି। ସେତେବେଳେ ଠାକୁର ଉତ୍ସୁକତାର ସହିତ ଯୋଉଠି ଚୌକିରେ ଯୋଉ ବସିଥିଲେ, ସେ ଚୌକିରୁ ଟିକେ ଝୁଁକି ଯାଇକି ଟିକେ ନଇଁ ପଡ଼ିକିରି କାଳୀଷଷ୍ଠୀ ମାଙ୍କ ଆଡ଼କୁ ମୁହଁ ଦେଇକିରି ଅତି ଉତ୍ସୁକତାର ସହିତ କହୁଛନ୍ତି, ତାହେଲେ ଆଇଲି କି କରେ କହ? ଠାକୁର କହୁଛନ୍ତି, ଯଦି ହାତ ଦେଇପାରୁନୁ, 7 ଦିନ ହେଲା ତୁ କ୍ଷୀର ବି ପାଇନୁ, ତାହେଲେ ଆଇଲୁ କିପରି କହ? ସେତେବେଳେ କାଳୀଷଷ୍ଠୀ ଥିରିକିନା ଠାକୁର କହୁଛି, ଆଜି ହାତ দিতে পারছি ঠাকুর। কালীষষ্ঠী কହୁଛି, ଆଜି ହାତ ଦେଇପାରିଛି ଠାକୁର। ସେତେବେଳେ ଠାକୁର କହୁଛନ୍ତି, କି କରେ ଠିକ କଲି ରେ ତାକେ? କାଳୀଷଷ୍ଠୀ ମାଙ୍କୁ ଠାକୁର ପଚାରୁଛନ୍ତି, ଆଚ୍ଛା 7 ଦିନ ଧରି ଯାହାକୁ ତୁ ଠିକ କରିପାରୁନଥିଲୁ, ଆଜି କିପରି ତୁ ଠିକ କରିଲୁ? ଆଜି କିପରି ଗାଈର ଦେହରେ ହାତ ଦେଇପାରୁଛୁ? সেতেবেলে কালীষষ্ঠী ঠাকুরଙ୍କୁ ଗୋଟେ কথা কହୁଛି, ঠাকুর ওর পিঠে আর মাথায় হাত বুলাতে বুলাতে খুব ভালোবাসার পর ঠিক করেছি ঠাকুর। কালীষষ্ঠী কହୁଛି, ଠାକୁର 7 ଦିନ ଧରି ତାର ପିଠି ଆଉ ମୁଣ୍ଡ ଦେହ ସବୁଆଡେ ଟିକେ ଟିକେ କରି ହାତ ବୁଲେଇ ବୁଲେଇ ଆଜି ଠିକ କରିପାରିଛି ଠାକୁର। ତାକୁ ଏତିକି ଠିକ କରିବା ପାଇଁ ମତେ ବହୁତ ଭଲ ପାଇବା ଦେବା ଦରକାର ଥିଲା। ସେତେବେଳେ ଠାକୁର ତାଙ୍କର ଏଇ ଯୋଉ ଜଙ୍ଘ ଥିଲା, ସେ ଜଙ୍ଘରେ ସଜୋରରେ ଚାପଡ଼ ମାରି ଅତି ଉଲ୍ଲସିତର ସହିତ, অতি উৎসুকতার সাথে ঠাকুর কହୁଛନ୍ତି, দেখেছিস শালা, জানোয়ার হলে হবে কি, ভাব ভালোবাসা না হলে পরে ভিতরের মাল কেউ কাউকে দিতে চায় না। ঠাকুর কହୁଛନ୍ତି, ଦେଖୁଛୁ ତ, ସେ ସାମାନ୍ୟ ପଶୁ ହେଲେ ବି ଯଦି ତାକୁ ଭାବ ଆଉ ଭଲ ପାଇବା ନ ଦେଇ ତାକୁ ଯଦି ଠିକ ନ କରାଯାଏ, ତେବେ ସିଏ ଭିତର ତାର ଜିନିଷ ଭିତରେ ଯେ ମାଲ, ତାର ଯେ କ୍ଷୀରଟା ଅଛି, ସେ ଦେବାକୁ ଚାହେଁ ନା। ତେବେ ଯାହାକୁ ଆମେ ଗୁରୁ ରୂପରେ ଗ୍ରହଣ କରିଛେ, ଯାହାଙ୍କୁ ଆମେ ଜୀବନର ଜୀବନାଦର୍ଶ ରୂପେ ଗ୍ରହଣ କରିଛେ, ତାଙ୍କୁ ଯଦି ଆମକୁ ପାଇବାକୁ ହେବ, ତାଙ୍କୁ ଯଦି ଆମକୁ ଜୀବନରେ କିଛି କରିବାକୁ ହେବ, ତାହେଲେ କି ରକମ ଭଲ ପାଇବା ଦରକାର? ସେ ଭଲ ପାଇବାଟା ଆମ ଭିତରେ ଜାଗ୍ରତ ହେଇଛି ତ? ସେ ଭଲ ପାଇବାଟା ଆମ ଭିତରେ ଜାଗ୍ରତ ହେଇଛି ତ? ଠାକୁର କହିଲେ, ଲକ୍ଷ୍ୟ ଧନ୍ଦାରେ ମନଟି ବ୍ୟସ୍ତ, ଇଷ୍ଟ ଚିନ୍ତା କରିଲୁନି, ତଥାପି ଚାହୁଁଛୁ ବିଧିର ଦୟା, ମତି ଛିନ୍ନ ତୁ ବୁଝିଲୁନି। ଠାକୁର କହିଲେ, ଗୋଟେ କଥା ଆମେ ମାନେ ପ୍ରତ୍ୟେକ ଜାଣିଛେ যে উষায় নিশায় মন্ত্র সাধন, চলায় ফেরায় যোগ, যথা সময় ইষ্ট নির্দেশ মুক্ত କରାଏ ତ। ଯଥା ସମୟରେ ଇଷ୍ଟ ନିର୍ଦ୍ଦେଶ ଯୋଉଟା ଆସିଛି, ସେଟାକୁ ପରିପାଳନ କରିବା ହିଁ ହେଉଛି ଏ ଯୁଗର ତପସ୍ୟା, ଏଇ ଯୁଗର ସାଧନା। କିନ୍ତୁ ଆଜି ଆମ ମାନଙ୍କ ପାଖରେ ପରମ ପୂଜ୍ୟ ଶ୍ରୀ ଆଚାର୍ଯ୍ୟ ଏବଂ ପରମ ପୂଜନୀୟ ଶ୍ରୀ ଅବିନ୍ଦା ଦୟାକରି
ଆମ ମାନଙ୍କୁ ସେଇ ଇଷ୍ଟ କାର୍ଯ୍ୟଟା ଆମ ମାନଙ୍କ ପାଖରେ ଧରେଇ ଯାଇଛନ୍ତି ଡିପି ୱାର୍କର ମାଧ୍ୟମ ଦେଇ, କିନ୍ତୁ ଆମେ ମାନେ ସେଟାକୁ ବାହାନା କରି ଏଡେଇ ଦେଇ ଯାଇ ଚାଲିଛେ। ଆମେ କହିଦେଇ ପାରୁଛେ ଆଲୋଚନାର ଭିତରେ ଦେଇ ଯେ ଯଥା ସମୟ ଇଷ୍ଟ ନିର୍ଦ୍ଦେଶ ମୁକ୍ତ କରାଏ। ତ ଆମ ମାନଙ୍କର ସୁବିଧା ଅସୁବିଧା ଆମେ ଆସି ଠାକୁରଙ୍କ ପାଖରେ ହିଁ ପଡୁଛେ, ଆମେ ଆମ ମାନଙ୍କର ସୁବିଧା ଅସୁବିଧା ଆସି ଠାକୁରଙ୍କୁ ହିଁ ଗୁହାରି କରୁଛେ। କିନ୍ତୁ ଯୋଗ ଦେଖି ଠାକୁର କହିଲେ ଲକ୍ଷ୍ୟ ଧନ୍ଦାରେ ମନଟି ବ୍ୟସ୍ତ, ଇଷ୍ଟ ଚିନ୍ତା କରିଲୁନି। ତଥାପି ଚାହୁଁଛୁ ବିଧିର ଦୟା, ମତି ଛିନ୍ନ ତ ବୁଝିଲୁନି। ଯଦି ତାଙ୍କର ଦୟାଟା ପାଇବାକୁ ହେବ ତାହେଲେ ତାଙ୍କର କିଛି କର୍ମ କରିବାକୁ ହେବ। ଯୋଉ କଥା କି ଭାଇ ପୂର୍ବରୁ କହୁଥିଲେ, ସମୟ ସୀମିତ ମୁଁ ଅତି ସଂକ୍ଷେପରେ କହୁଛି। এই যে ରଜୁଦାଙ୍କ କଥା କହୁଥିଲେ ଯେ ଭାଇ ଜଣକ କହୁଥିଲେ ଯେ ଆଜି ଲକ୍ଷ ଲକ୍ଷ ମଣିଷ ଆଚାର୍ଯ୍ୟ ଦେବଙ୍କ ପାଖରେ ଆସି ନିବେଦନ କରୁଛନ୍ତି ଯେ ମୋ ପୁଅ ଏହା ହେବାକୁ ଚାହେଁ, ମୋ ଝିଅ ଏହା ହେବାକୁ ଚାହେଁ, ମୋ ପୁଅ ଏହା କରିବାକୁ ଚାହେଁ, ମୋ ପୁଅ ଏପରି ସେପରି ବହୁତ। ତ ସେହିପରି ଜଣେ ଆଚାର୍ଯ୍ୟ ଦେବଙ୍କ ପାଖରେ ଆସି ନିବେଦନ କରିଛନ୍ତି ଯେ ମୋ ପୁଅ ବହୁତ ବଡ ଡାକ୍ତର। ସେତେବେଳେ ଆଚାର୍ଯ୍ୟ ଦେବ କହୁଛନ୍ତି ତାହେଲେ କଣ ହେଲା, ଆପଣଙ୍କ ପୁଅ ଡାକ୍ତର ହେଲେ ମୋର କଣ ଯାଏছে? ଆଚାର୍ଯ୍ୟ ଦେବ କହୁଛନ୍ତି ଆପଣଙ୍କ ପୁଅ ଡାକ୍ତର ହେଇପାରେ, ଆପଣଙ୍କ ପୁଅ ଇଞ୍ଜିନିୟର ହେଇପାରେ, ଆପଣଙ୍କର ପୁଅ ଭଲ ମାଷ୍ଟର ହେଇପାରେ, କିନ୍ତୁ ସେ ଯଦି ଠାକୁରଙ୍କ କାମରେ ଝାମ୍ପ ଦେଇନି ତାହେଲେ ସେ କିଛି ବି ନୁହେଁ। ଯଦି ସେ ଠାକୁରଙ୍କ କାମରେ ଝାମ୍ପ ଦେଇନି ତାହେଲେ ସେ କିଛି ବି ନୁହେଁ। ଏଇଟା ହେଉଛି ବାସ୍ତବ କଥା। ତେଣୁ ସମୟ ଅତିକ୍ରାନ୍ତ, ବିଶେଷ ଆଲୋଚନା କରୁନାହିଁ। এই যে ଭାଇ କହୁଥିଲେ ଆମ ମାନଙ୍କର ପ୍ରତ୍ୟେକଙ୍କର ଗୋଟେ କର୍ତ୍ତବ୍ୟ ରହିଛି। ଏଇ ଗୋଟେ ଛୋଟିଆ କଥା କହି ମୋର ବକ୍ତବ୍ୟ ସାଙ୍ଗ କରିବି। ଆଜି ଆପଣମାନେ ଏଇଠି ସୁନ୍ଦର ଭାବରେ ଠାକୁରଙ୍କୁ ମାନେ ଦୋଳିରେ ଝୁଲେଇଛନ୍ତି। ଠାକୁର ତାଙ୍କର ବାଣୀ ମଧ୍ୟରେ ଗୋଟେ କଥା କହୁଥିଲେ, ଦୋଲ ଦାଉ କିନ୍ତୁ ନିଜେ ଦୁଲନା। ଠାକୁର କହୁଛନ୍ତି ଦୋଳ ଦିଅ କିନ୍ତୁ ନିଜର ମନ୍ତ୍ରଟା କେବେ ଦୋତୁଲ୍ୟ ମାନ କର ନା। ଆଉ ଆମେ ଚାନ୍ଦବାଲି ସତ୍ସଙ୍ଗ ମନ୍ଦିର ଉଦ୍বোଧନ ସମୟରେ ସେ ଗୋଟେ କଥା କହୁଥିଲେ ଆଚାର୍ଯ୍ୟ ଦେବ, ଆଜି ଆପଣମାନେ ଏଇଠି ଜାଗା କରିଛନ୍ତି, କାଲି ହୁଏତ କେନ୍ଦ୍ର କିମ୍ବା ମନ୍ଦିର କରିବେ, କିନ୍ତୁ ପ୍ରତ୍ୟେକ ନଜର ରଖିବେ ଠାକୁରଙ୍କୁ ଆପଣମାନେ ପ୍ରତିଷ୍ଠା କରିବେ। ଠାକୁର କେବେ ଏକା ରହିବାକୁ ପସନ୍ଦ କରନ୍ତିନି। ତେଣୁ ପ୍ରତିନିୟତ ଯେପରି ପ୍ରାର୍ଥନାରେ ବହୁତ ସଂଖ୍ୟକ ଗୁରୁ ଭାଇ ଏବଂ ମା ମାନେ ଆସି ଉପସ୍ଥିତ ରହିବେ, ସେ କଥା ଆଚାର୍ଯ୍ୟ ଦେବ ଯୋଉ କଥା କହୁଥିଲେ, ଗୋଟେ ଛୋଟିଆ ଉଦାହରଣ ତାଙ୍କ ପାରିବାରିକ ଉଦାହରଣ ଦେଇକି ମୋର ବକ୍ତବ୍ୟ ସାଙ୍ଗ କରିବି। ପରମ ପୂଜ୍ୟପାଶୀ ସେ ଆଚାର୍ଯ୍ୟ ଦେବ କହୁଥିଲେ, ମୁଁ ମୋର ବୈବାହିକ ଜୀବନ ଆରମ୍ଭ କରିବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କେବେ ବି ମୋ ସ୍ତ୍ରୀଙ୍କର କଥା କାଟିନି। ମାନେ ଆଚାର୍ଯ୍ୟ ଦେବ କହୁଛନ୍ତି ମୁଁ ବୌରାଣୀ ମାଙ୍କର ମୁଁ କେବେ କଥା କାଟିନି, କିନ୍ତୁ ଗୋଟିଏ ଥର ମୁଁ ବାଧ୍ୟ ହେଇକି ତାଙ୍କର କଥା ଅମାନ୍ୟ କରିଛି। ପରମ ପୂଜ୍ୟପାଶୀ ସେ ଆଚାର୍ଯ୍ୟ ଦେବ କହୁଛନ୍ତି ସେ ଘଟଣାଟା ଯେ କରୋନା ସମୟର କଥା। ସେତେବେଳେ କତିପୟ କେତେ ଜଣ ଗୁରୁ ଭାଇଙ୍କୁ ଦାୟିତ୍ୱ ଦିଆଯାଇଥାଏ ଯେ ଠାକୁରଙ୍କର ଯେ ବିଗ୍ରହ ଅଛି ସେଇ ଯେ ପାର୍ଲର ସାମ୍ନାରେ ବସି ଯୋଉଠି ପ୍ରାର୍ଥନା ହୁଏ ସେଠି ପ୍ରାର୍ଥନା କରିବା ପାଇଁ କତିପୟ 2-4 ଜଣ ଭାଇଙ୍କୁ ଦାୟିତ୍ୱ ଦିଆଯାଏ। ସେଦିନ ଢି ବର୍ଷା। ପରମ ପୂଜ୍ୟପାଶୀ ଯେ ଆଚାର୍ଯ୍ୟ ଦେବଙ୍କର ବି ଦେହଟା ଠିକ ନାହିଁ। ଯେତେବେଳେ ସେ ପ୍ରାର୍ଥନା ସମୟରେ ପ୍ରାର୍ଥନାକୁ ବାହାରନ୍ତି, ସେତେବେଳେ ମାନେ ବୌରାଣୀ ମା ଆଚାର୍ଯ୍ୟ ଦେବଙ୍କର ସ୍ତ୍ରୀ କହୁଛନ୍ତି ଯେ ଆପଣ ଆଜି ଯାଆନ୍ତୁନି। ଆଚାର୍ଯ୍ୟ ଦେବ କହୁଛନ୍ତି କଣ ପାଇଁ ନା, ଆଜି ଯେତେ ଢି ବର୍ଷା ହେଉଛି, ଆପଣଙ୍କର ଦେହଟା ବି ଭଲ ନାହିଁ, ଆପଣ ଆଜି ପ୍ରାର୍ଥନାକୁ ଯାଆନ୍ତୁନି। ସେତେବେଳେ ଆଚାର୍ଯ୍ୟ ଦେବ କହୁଛନ୍ତି ମୁଁ ମୋ ଜୀବନରେ ଥରେ ସେଇଠି ତାଙ୍କରି କଥାକୁ କାଟିଥିଲେ, ମୁଁ କହିଲି ନା ମୁଁ ଯିବି। ସେତେବେଳେ ବୌରାଣୀ ମା କହୁଛନ୍ତି କୋଉଥିପାଇଁ? ସେତେବେଳେ ଆଚାର୍ଯ୍ୟ ଦେବ କହୁଛନ୍ତି ସେଇଠି ଯେ ମୋର ଠାକୁର ବସିଛନ୍ତି। ଯଦି ତୁମେ ମତେ କହିଲ ସେଇ କଥାଟା, ତୁମେ ସ୍ତ୍ରୀ ହିସାବରେ ମତେ ସ୍ୱାମୀଙ୍କୁ କହିଲ ଯେ ତୁମେ ଯାଉନି, ତୁମର ଦେହଟା ଖରାପ ଅଛି, କିନ୍ତୁ ଯୋଉମାନେ ଦାୟିତ୍ୱରେ ଅଛନ୍ତି ଯଦି ସେମାନେ ବି ସେମାନଙ୍କ ସ୍ତ୍ରୀ ବି ସେଇ ପ୍ରକାର କହନ୍ତି, ଆଉ ସେମାନେ ଯଦି ଠାକୁରଙ୍କ ପାଖରେ ନ ଯାଇ ଆଜି ପ୍ରାର୍ଥନା ନ କରନ୍ତି, ତାହେଲେ ତମ ଠାକୁର ଏକା ରହିଯିବେ। ଏଇଟା ହିଁ ହେଉଛି ଠାକୁରତ୍ୱ ଜାଗ୍ରତ। ତେଣୁ ଆସନ୍ତୁ ଆମେ ମାନେ ପରମ ସୌଭାଗ୍ୟବାନ, ତାଙ୍କୁ ଜୀବନରେ ଜୀବନାଦର୍ଶ ରୂପେ ଗ୍ରହଣ କରିଛେ। ଏଇ ଯେ ଡିପି ୱାର୍କରେ ଆମେ ମାନେ ନିଜକୁ ସାମିଲ କରିବା। ଏଇ ଯେ 10% କଥା ଆମେ ମାନେ ତ କିଛିଟା ଆଚିଭ୍ କରିନେଲେ, 40% କିପରି ଆଚିଭ୍ କରିପାରିବା, ସେଠିରେ ପ୍ରତ୍ୟେକ ନିଜ ତରଫରୁ ଦାୟିତ୍ୱବାନ ହେବା। ଆଉ କାଲି ଯେ ଏଇ ଧରାକୋଟ ଦାନିବିଲ ଠାରେ ଏଇ ଡିପି ୱାର୍କ ସମ୍ପର୍କିତ ଗୋଟେ ମାନେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଗୋଟେ ବୈଠକର ଆୟୋଜନ ହେଇଛି। ପ୍ରତ୍ୟେକଙ୍କୁ ସେଠାରେ ପହଞ୍ଚିବାର ସାଧାରଣ ନିମନ୍ତ୍ରଣ ସହିତ ଏଇ ବଡ଼ଖୋଲି ଗ୍ରାମର ଉପସ୍ଥିତ ଅନୁପସ୍ଥିତ ସମସ୍ତ ଗୁରୁ ଭାଇ ଏବଂ ମା ଏବଂ ଏଠାରେ ଉପସ୍ଥିତ ସମସ୍ତ ଗୁରୁ ଭାଇ ଏବଂ ମା ମାନଙ୍କର ସାର୍ବିକ କଲ୍ୟାଣ, ଇଷ୍ଟିଭୂତ ଜୀବନ ମୋର ଗୁରୁଦେବ ପରମ ଦୟାଲ ପରମ ପ୍ରେମମୟ ଶ୍ରୀ ଠାକୁରଙ୍କର ଶ୍ରୀପାଦ ପଦ୍ମରେ ମୋର ଆନ୍ତରିକ ଅମଲିନ ଅକୃତ୍ରିମ ଓ କପଟତାର ସହିତ ପ୍ରାର୍ଥନାର ଚେଷ୍ଟା କରି ରହେ। ଜୟ ଗୁରୁ।